କିଛି ଏବେ ସାର୍ କାଣା ଆପଣ କନଷ୍ଟିଚ୍ୟୁଏନ୍ସି ଏ ପାଇଁ ଆସିଥିଲେ କି? ସାର୍ ହଉ ଆସ ଆଜି ଆଉ କିଛି ନାହିଁ ଡେରି ହେଲାଣି ନା ନା ବିଜେପି କଲେଜ ନାହିଁ ମୁଁ ଯାଉଛି ଯାଇକି ଆସେ ଡେରି ହେଇଗଲାଣି ସେଟା ଜିନିଷ ହଉଛି ସରକାର ଆସିବା ପରଠୁ ବିଭିନ୍ନ ସମୟରେ ଜନଶୁଣାଣିକୁ ଗୁରୁତ୍ୱ ଦିଆହଉଛି ଏବଂ ଜନଶୁଣାଣି ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବି ଅତ୍ୟନ୍ତ ଗୁରୁତ୍ୱ ଦିଆହଉଛି ତେଣୁକରି ଯାହା ଅଛି ସେଟା ଆଉ ଗୋଟିଏ ପଦକ୍ଷେପ ଏବଂ ଏ ପଦକ୍ଷେପ ନିଶ୍ଚିତ ଭାବରେ ଜନଶୁଣାଣି ବ୍ୟବସ୍ଥାକୁ ଆହୁରି ସୁଗମ କରିବ ସେ ବିଶ୍ୱାସ ଅଛି। ବିଧାୟକ ସାଂସଦଙ୍କୁ ଅସମ୍ମାନ କଲେ କାର୍ମିକ ମନ୍ତ୍ରଣାଳୟ ଗୋଟେ ନିର୍ଦ୍ଦେଶ ଜାରି କରିଛି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ଏମିତିକି ଚାକିରି ବହିଷ୍କୃତ ସେଟା ତ ଆଗରୁ ବି ଥିଲା ସେ କଥାଟାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିଷ୍ପତ୍ତି ସେଟା ସେ ସରକାରଙ୍କର ଜଣାଇ ଦିଆଯାଇଛି ରୁଲ୍ 47 ଆଧାରରେ ଆଗରୁ ବହୁ ଆଗରୁ ବି ଏକଥା ଥିଲା ତେଣୁକରି ଯେ କୌଣସି ବିଧାୟକ ଗଲେ ଜଣେ ସରକାରୀ ଅଧିକାରୀ କୋଭଳି ଭାବରେ ତାଙ୍କୁ ବ୍ୟବହାର କରିବେ ଜଣେ ସାଂସଦ ଗଲେ କୋଭଳି ଭାବରେ ବ୍ୟବହାର କରିବେ ସର୍ବଭାରତୀୟ ସ୍ତରରେ ବି ଜଣେ ସାଂସଦ କୋଉଠି ଗୋଟେ କମ୍ୟୁନିକେସନ ଦେଲେ ତାର ରିପ୍ଲାଇ କେମିତି ଦିଆଯିବ ବିଧାୟକ ମାନେ ବି କୌଣସି କଥା ପଚାରିଲେ ଅଧିକାରୀମାନଙ୍କୁ ତାର ଉତ୍ତର କେମିତି ଦିଆଯିବ ଏସବୁର ଗୋଟେ ନିର୍ଦ୍ଦିଷ୍ଟ ବିଧି ଅଛି ତେଣୁକରି ତାକୁ ଅନେକ ଜାଗାରେ ପାଳନ ହୋଇପାରୁନଥିଲା ଗତ ସରକାର ସମୟରେ ତାକୁ ପାଳନ କରିବାକୁ ସେମାନେ ଚାହୁଁ ବି ନଥିଲେ ଗତ ସରକାର ସମୟରେ ସେମାନେ ବିଧାୟକ ଓ ସାଂସଦମାନଙ୍କ ଯେଉଁ ତାଙ୍କର ଅଧିକାରକୁ ଗୌଣ କରିବାକୁ ଚେଷ୍ଟା କରୁଥିଲେ ଆମ ସରକାରରେ ସେ କଥା ହେବ ନାହିଁ ତେଣୁକରି ଯେଉଁମାନେ ଲୋକପ୍ରତିନିଧିଙ୍କର ସମ୍ମାନ ଯେମିତି ସୁରକ୍ଷିତ ରହିବ ସେଥିପାଇଁ ସରକାର ନିଶ୍ଚିତ ଭାବରେ ନିଷ୍ପତ୍ତି ନେଇଛି କିଛି ଆଲୋଚନା ନାହିଁ ସିଏ ବ୍ୟକ୍ତିଗତ ଭାବରେ ମୋ ପରିବାର ସହିତ ବି ସେ ଜଡ଼ିତ ଅଛନ୍ତି ତେଣୁକରି ସିଏ ମଝିରେ ମଝିରେ ଆସନ୍ତି ଘରେ କଥାବାର୍ତ୍ତା କରିବାକୁ ଯେହେତୁ ମୋ ବାପା ବି ସାଙ୍ଗରେ ଅଛନ୍ତି ଏବେ ସେ ଆସିଥିଲେ ତାଙ୍କୁ ଦେଖା ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟ ବାବଦରେ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ସେପରି ଭାବରେ ପୁରୀରେ କାଲି ମର୍ଡର ହୋଇଛି ଆଉ ଭଦ୍ରକର ଗୋଟେ ପିଲାଙ୍କୁ ମାଡ଼ ହୋଇଛି ତାକୁ ନେଇକି ସେ ଭଦ୍ରକ ଥାନା ମାନେ ଇଏରେ ଦେଖନ୍ତୁ ମୁଁ ଆଜି ବି କହୁଛି ଅତୀତରେ ବି କହିଛି ବାରମ୍ବାର ବି କହିଛି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ଯେଉଁ ଜାଗାରେ ଯାହା ବି ହେଉଛି ସେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ପୋଲିସ ତାର ସବୁ ଉଦ୍ୟମ ଜାରି ରଖିଛି ଏବଂ ପୋଲିସ ଯେଉଁମାନେ ଏଭଳି ଘଟଣା ଘଟାଉଛନ୍ତି ତାଙ୍କୁ ଗିରଫ କରିବା ପାଇଁ ଯାହା ଆବଶ୍ୟକ ସେ ଆବଶ୍ୟକତାକୁ ବି ପୂରଣ କରୁଛି ଆମେ ଲୋକମାନଙ୍କୁ ଯେଉଁମାନେ ସେଥିରେ ଦୋଷୀ ଯେଉଁମାନେ ସେଥିରେ ସମ୍ପୃକ୍ତ ସମସ୍ତଙ୍କୁ ବିଭିନ୍ନ ଘଟଣାରେ ଗିରଫ ବି ସେଇଭଳିଆ ଭାବରେ କରୁଛୁ ତେଣୁକରି ଆଇନ ଶୃଙ୍ଖଳା ପରିସ୍ଥିତି ଅନିୟନ୍ତ୍ରିତ ଯଦି କେହି କହିବ ସେଟା ମୁଁ ଭାବୁଛି ସେଟା ହେଉଛି ସବୁଠୁ ମିଛ କହିବ ଏବଂ ସବୁଠୁ ଗୋଟେ ସତ୍ୟର ଅପ୍ରଳାପ କରିବ ବୋଲି ମୁଁ ସେଟା ବିଶ୍ୱାସ କରେ। Exchange your old AC and take home a new power saving AC. Save up to ₹10,000. Patro Electronics, Odisha's largest AC seller.